ଆପଣମାନଙ୍କୁ ଶୁଣାଇବାକୁ ଯାଉଛି। ତୁଙ୍ଗଭଦ୍ରା ନଦୀ କୂଳରେ ଗୋଟିଏ ସହର ଥିଲା, ଯେଉଁଠାରେ ଆତ୍ମଦେବ ନାମକ ଜଣେ ବ୍ରାହ୍ମଣ ରହୁଥିଲେ। ସେ ସମସ୍ତ ବେଦର ଜ୍ଞାତା ଥିଲେ ଏବଂ ତାଙ୍କର ତେଜ ସୂର୍ଯ୍ୟ ପରି ଥିଲା। ତାଙ୍କ ଦ୍ୱାରରୁ କେହି ଭିକ୍ଷୁ ଖାଲି ହାତରେ ଫେରି ନଥିଲେ। ତାଙ୍କ ପତ୍ନୀଙ୍କ ନାମ ଧୁନ୍ଦୁତି ଥିଲା, ଯିଏ ସୁନ୍ଦର ଥିଲେ କିନ୍ତୁ ସ୍ୱଭାବରେ ଝଗଡ଼ାଳୁ ଥିଲେ। ଧୁନ୍ଦୁଲି ଅନେକ ସମୟରେ ଝଗଡ଼ା ପାଇଁ କଥାବାର୍ତ୍ତା କରୁଥିଲେ, କିନ୍ତୁ ଆତ୍ମଦେବ ଶାନ୍ତ ରହୁଥିଲେ। ଯେତେବେଳେ ଆତ୍ମଦେବ ଘରକୁ ଫେରିଲେ, ଘରେ କେବଳ କଳହ ଏବଂ ଅଶାନ୍ତି ଥିଲା, ଯେଉଁଥିପାଇଁ ତାଙ୍କୁ ଘରଟି ଏକ ନର୍କ ପରି ଲାଗେ। ସମୟ ସହିତ ଆତ୍ମଦେବ ବୃଦ୍ଧ ହେବାକୁ ଲାଗିଲେ, କିନ୍ତୁ ତାଙ୍କର କୌଣସି ସନ୍ତାନ ନଥିଲେ। ସେ ଅନେକ ପୁଣ୍ୟ କର୍ମ କଲେ ଏବଂ ଖୁବ୍ ଦାନ ପୁଣ୍ୟ କଲେ, ତଥାପି ସେ ସନ୍ତାନ ସୁଖରୁ ବାଦ୍ ପଡ଼ିଲେ। ଆତ୍ମଦେବ ଏହି ଚିନ୍ତାରେ ବୁଡ଼ି ରହିଲେ ଯେ ଯଦି ତାଙ୍କର କୌଣସି ସନ୍ତାନ ନାହିଁ, ତେବେ ତାଙ୍କର ପିଣ୍ଡଦାନ କିଏ କରିବ? ତେବେ ସବୁ ପ୍ରକାରର ଚେଷ୍ଟା କରିସାରିଥିଲେ, ସବୁ ବ୍ୟର୍ଥ ହୋଇଗଲା। ଆତ୍ମଦେବଙ୍କ ସହିତ ସାଧୁଙ୍କର ଭେଟ ହୁଏ। ଦିନେ ଆତ୍ମଦେବ ଭାବିଲେ ଯେ ସେ ଜଙ୍ଗଲକୁ ଯାଇ ନିଜ ପ୍ରାଣ ତ୍ୟାଗ କରିବେ, କାରଣ ଘରେ କଳହ ଲାଗି ରହିଥିଲା ଏବଂ ସନ୍ତାନ ମଧ୍ୟ ନଥିଲେ। ତାଙ୍କୁ ଜୀବନ ବୃଥା ଲାଗିଲା। ସେ ଜଙ୍ଗଲ ଆଡ଼କୁ ଚାଲିବାକୁ ଲାଗିଲେ। ସେହି ସମୟରେ ଜଣେ ମହାନ ସାଧୁ ଶୋଷ ମେଣ୍ଟାଇବା ପାଇଁ ଏକ ପୋଖରୀ ଆଡ଼କୁ ଯାଉଥିଲେ। ଆତ୍ମଦେବ ସାଧୁଙ୍କ ନିକଟରେ ପହଞ୍ଚି ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ ଏବଂ ହାତ ଯୋଡ଼ି ଠିଆ ହେଲେ। ସାଧୁ ପଚାରିଲେ, ତୁମର ଚିନ୍ତା କ'ଣ? ତୁମେ ବ୍ରାହ୍ମଣ ପରି ଦେଖାଯାଉଛ, କାରଣ ତୁମ ମୁହଁରେ ତେଜ ଅଛି, କିନ୍ତୁ ତୁମେ ବହୁତ ଦୁଃଖୀ ଲାଗୁଛ। ଆତ୍ମଦେବ ଉତ୍ତର ଦେଲେ, ମହାରାଜ, ମୁଁ ମୋ ଜୀବନରେ ନିରାଶ ହୋଇଯାଇଛି। ମୋର ସନ୍ତାନ ନାହିଁ ଏବଂ ମୋ ପିତୃପୁରୁଷ ପିଣ୍ଡଦାନ କିଏ କରିବ? ଏପରିକି ମୋ ଗାଈ ମଧ୍ୟ ବାଛୁରୀ ଦିଏ ନାହିଁ। ଏବେ ମୁଁ ନିଜ ପ୍ରାଣ ତ୍ୟାଗ କରିବା ପାଇଁ ଜଙ୍ଗଲକୁ ଆସିଛି। ଏହା ଶୁଣି ସନ୍ଥ ତାଙ୍କ ଦିବ୍ୟ ଦୃଷ୍ଟିରେ ଆତ୍ମଦେବଙ୍କ ଭାଗ୍ୟ ଦେଖି କହିଲେ, ଆତ୍ମଦେବ, ପୁତ୍ରର ମୋହ ତ୍ୟାଗ କର। ମୁଁ ଦେଖୁଛି ଯେ ତୁମ ଭାଗ୍ୟରେ ଏକ ନୁହେଁ, 7 ଜନ୍ମ ପର୍ଯ୍ୟନ୍ତ ସନ୍ତାନର ଯୋଗ ନାହିଁ। ଭଜନ କର ଏବଂ ସନ୍ତାନର ଇଚ୍ଛା ତ୍ୟାଗ କର। ଆତ୍ମଦେବ କହିଲେ, ମୋତେ ଉପଦେଶ ଦିଅନ୍ତୁ ନାହିଁ, ମୋତେ କେବଳ ପୁତ୍ର ଦରକାର। ଯଦି ମୋତେ ପୁତ୍ର ନ ମିଳେ, ତେବେ ମୁଁ ଆପଣଙ୍କ ସାମ୍ନାରେ ହିଁ ମୋର ପ୍ରାଣ ତ୍ୟାଗ କରିବି। ସନ୍ତାନ ପ୍ରାପ୍ତି ପାଇଁ ଫଳ ଏବଂ ଧୁଦୁଲିକୁ କୁଟିଳତା। ଆତ୍ମଦେବଙ୍କର ଆଗ୍ରହ ଦେଖି ସାଧୁ କହିଲେ, ବିଧାତାର ଲିଖନକୁ କେହି ପୋଛି ପାରିବେ ନାହିଁ, କିନ୍ତୁ ତୁମର ପ୍ରାର୍ଥନା ଦେଖି ମୁଁ କିଛି କରିପାରେ। ସାଧୁ ନିଜ ଯୋଗ ବଳରେ ଗୋଟିଏ ଫଳ ସୃଷ୍ଟି କରି କହିଲେ, ଏହି ଫଳକୁ ତୁମ ସ୍ତ୍ରୀକୁ ଖାଇବାକୁ ଦେବ। ଏଥିରେ ଜଣେ ଜ୍ଞାନୀ ପୁତ୍ର ଜନ୍ମ ହେବ। ଏହା ଶୁଣି ଆତ୍ମଦେବ ଅତ୍ୟନ୍ତ ଖୁସି ହେଲେ ଏବଂ ସେହି ଫଳଟିକୁ ନିଜ ସ୍ତ୍ରୀ ଧୁନ୍ଦୁଲିକୁ ଦେଲେ। ଧୁନ୍ଦୁଲି କହିଲେ, ଫଳ ତୁରନ୍ତ ଖିଆଯାଏ ନାହିଁ। ଗାଧେଇ ଧୋଇ ଧାଇ ହୋଇ ମୁଁ ଖାଇବି। ଏହି ଫଳଟିକୁ ମୋତେ ଦିଅ ଏବଂ ତୁମେ ନିଶ୍ଚିନ୍ତ ହୁଅ। ଧୁନ୍ଦୁଲିଙ୍କର ସ୍ୱଭାବ ନିଷ୍ଠୁର ଏବଂ କୁଟିଳ ଥିଲା। ସେ ନିଜ ଭଉଣୀକୁ ଡାକି କାନ୍ଦି କାନ୍ଦି କହିଲେ, ଭଉଣୀ, ମୋତେ ବହୁତ ଚିନ୍ତା ହେଉଛି। ଆତ୍ମଦେବ ଏହି ଫଳଟି ଆଣିଛନ୍ତି, ଯେଉଁଥିରେ ଗର୍ଭ ରହିଛି। ଶୁଣିଛି ଗର୍ଭଧାରଣ ଏବଂ ପିଲା ଜନ୍ମ ସମୟରେ ବହୁତ କଷ୍ଟ ହୁଏ। ଏସବୁ ମୁଁ ସହ୍ୟ କରିପାରିବି ନାହିଁ। ତାଙ୍କ ଭଉଣୀ କହିଲେ, ମୁଁ ମଧ୍ୟ ଗର୍ଭବତୀ ଅଛି। ତୁମେ ଏମିତି କର, ମୋ ସ୍ୱାମୀଙ୍କୁ ଧନ ଦେଇଦିଅ ଏବଂ ଗର୍ଭବତୀ ହେବାର ଅଭିନୟ କର। ଯେତେବେଳେ ମୋର ପିଲା ହେବ, ମୁଁ ତାକୁ ତୁମ ଘରକୁ ପଠାଇଦେବି। ତାପରେ ମୁଁ କହିଦେବି ଯେ ମୋ ପିଲା ମରିଗଲା। ଏଥିରେ ଧୁନ୍ଦୁଲି ରାଜି ହୋଇଗଲେ। ତାଙ୍କ ଭଉଣୀ ଏହା ମଧ୍ୟ କହିଲେ, ଯେଉଁ ଫଳଟି ଆଣିଛ, ତାକୁ ପ୍ରଥମେ ଗାଈକୁ ଖାଇବାକୁ ଦିଅ, ଯାହା ଫଳରେ ତାର ପରୀକ୍ଷା ହୋଇପାରିବ।
ଭଉଣୀ କହିବା ଅନୁଯାୟୀ ଧୁନ୍ଦୁଲି ଠିକ୍ ସେହିପରି କଲା। ସେ ସେହି ଫଳଟି ଗାଈକୁ ଖୁଆଇଦେଲା ଏବଂ ଗର୍ଭବତୀ ହେବାର ଅଭିନୟ କରିବା ଆରମ୍ଭ କଲା। ଯେତେବେଳେ ତା ଭଉଣୀର ପୁଅ ହେଲା, ଧୁନ୍ଦୁଲି ଘୋଷଣା କଲା ଯେ ତାକୁ ପୁଅଟିଏ ହୋଇଛି। ଆତ୍ମଦେବ ବହୁତ ଖୁସି ହୋଇଗଲେ। ଘରେ କି ଷଡ଼ଯନ୍ତ୍ର ହେଉଛି ତାଙ୍କର କୌଣସି ଧାରଣା ନଥିଲା। ସେ କେବଳ ଏହା ଭାବି ଖୁସି ଥିଲେ ଯେ ସନ୍ଥଙ୍କ ଦ୍ୱାରା ଦିଆଯାଇଥିବା ଫଳରୁ ତାଙ୍କର ପୁଅ ଜନ୍ମ ହୋଇଛି। 3 ମାସ ବିତିଗଲା ଏବଂ ଏହି ସମୟରେ ଗାଈ ମଧ୍ୟ ଏକ ସନ୍ତାନକୁ ଜନ୍ମ ଦେଲା। ସେହି ସନ୍ତାନଟି ମନୁଷ୍ୟ ଶରୀରର ଆକାରର ଥିଲା, କିନ୍ତୁ ତାର କାନ ଗାଈ ପରି ଥିଲା। ସେ ସୁନ୍ଦର, ଦିବ୍ୟ ଏବଂ ସୁନା ପରି ଉଜ୍ଜଳ କାନ୍ତିରେ ଝଟକୁଥିଲା, ଯାହା ଯୋଗବଳର ପରିମାଣ ଥିଲା। ଆତ୍ମଦେବଙ୍କ ଖୁସିର ସୀମା ନଥିଲା। ଘରେ ଗୋଟିଏ ନୁହେଁ, 2ଟି ଶିଶୁଙ୍କର ଜନ୍ମ ହେଲା। ଗୋଟିଏ ତାଙ୍କର ନିଜ ପୁଅ ଏବଂ ଅନ୍ୟଟି ଗାଈର ସନ୍ତାନ। କାରଣ ଗାଈର ସନ୍ତାନର କାନ ଗାଈ ପରି ଥିଲା, ଆତ୍ମଦେବ ତାର ନାମ ଗୋକର୍ଣ୍ଣ ରଖିଲେ। ଅନ୍ୟପକ୍ଷରେ ଧୁନ୍ଦୁଲି ନିଜର ନୃଶଂସ ମାନସିକତା ଅନୁଯାୟୀ କୌଣସି ଶାସ୍ତ୍ରୀୟ ବିଧି ବିନା ନିଜ ପୁତ୍ର ନାମ ଧୂର୍ତ୍ତକାରୀ ରଖିଦେଲେ। ଧୂର୍ତ୍ତକାରୀର ଦୁଷ୍ଟ ଆଚରଣ। ଯଦି ଏହି କାହାଣୀଟି ଆଗକୁ ଶୁଣିବାକୁ ଚାହୁଁଛନ୍ତି ତେବେ ପ୍ରେତକୁ ମୋକ୍ଷ ପ୍ରାପ୍ତି କେମିତି ହେଲା ମୁଁ ଆଗକୁ ଆପଣଙ୍କୁ ଶୁଣେଇବି। ଯଦି ଆପଣମାନଙ୍କୁ ଏହି କାହାଣୀଟି ଭଲ ଲାଗିଥିବ ତାହେଲେ ଏହି କାହାଣୀର ନେକ୍ସଟ ପାର୍ଟ ପାଇଁ ଆପଣମାନେ କମେଣ୍ଟରେ ନେକ୍ସଟ ଲେଖନ୍ତୁ, ଯାହାଫଳରେ ମୁଁ ଆପଣମାନଙ୍କ ପାଇଁ ଜଲ୍ଦି ଏହାର ସେକେଣ୍ଡ ଭିଡ଼ିଓ ନେଇ ଆସିବି। ଯଦି ଆପଣମାନେ ମୋ ଚ୍ୟାନେଲ ନୂଆ ଅଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିଲା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ ମୁଁ ଆପଣମାନଙ୍କ ପାଇଁ ଯାହା ବି ନୂଆ ଭିଡ଼ିଓ ପକାଇବି ଆପଣମାନଙ୍କ ପାଖକୁ ପ୍ରଥମେ ନୋଟିଫିକେସନ୍ ଆସିବ। ଏହି କାହାଣୀଟିକୁ ଶେଷ ଯାଏଁ ଶୁଣିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।